Hello everyone. So today I'm with another set of words. So this is the second story that I'm reading this week, and it is A Little Cloud by James Joyce. And এই ଛୋଟ ଷ୍ଟୋରିଟା ପଢ଼ିଲା ବେଳେ ମୋତେ ବହୁତ ଗୁଡ଼ିଏ ସୁନ୍ଦର ୱାର୍ଡ଼ସ୍ ମିଳିଲା ଯେଉଁଟାକି ମୁଁ ତୁମମାନଙ୍କ ସହିତ ସେୟାର କରିବି। ହୋପଫୁଲି ୟୁ ଅଣ୍ଡରଷ୍ଟାଣ୍ଡ ଦୋଜ୍ ମିନିଙ୍ଗସ୍ ଆଉ ତୁମେ ତାକୁ ୟୁଜ୍ ବି କରିବ। ଓକେ, ତ ଷ୍ଟାର୍ଟ କରିବା। ପ୍ରଥମ ୱାର୍ଡ଼ଟା କ'ଣ ଏଇଠି ଅଛି, ଏଇଠି ଦେଖିପାରିବ। ପ୍ରଥମ ୱାର୍ଡ଼ଟା ଏଇଠି କ'ଣ ଅଛି? ଷ୍ଟେଚର୍। ଷ୍ଟେଚର୍ ମାନେ କ'ଣ? ଗୋଟେ ଲୋକର ଫିଜିକାଲ୍ ହାଇଟ୍। ଷ୍ଟେଚର୍ ମାନେ କ'ଣ? ଗୋଟେ ଲୋକର ଫିଜିକାଲ୍ ହାଇଟ୍ କେତେ? ଓକେ, ଜଣଙ୍କର ଫିଜିକାଲ୍ ହାଇଟ୍ଟାକୁ କ'ଣ କୁହାଯାଏ? ଷ୍ଟେଚର୍ କୁହାଯାଏ। ଓକେ, ନେକ୍ସଟ ୱାର୍ଡ଼ଟି କ'ଣ ଅଛି? ନେକ୍ସଟ ୱାର୍ଡ଼ଟି ହେଉଛି ଫ୍ରାଜାଇଲ୍। ଓକେ, ଫ୍ରାଜାଇଲ୍ ମାନେ କ'ଣ? ଫ୍ରାଜାଇଲ୍ ମାନେ ହେଉଛି ୱିକ୍। କୌଣସି ଜିନିଷ ଯଦି ୱିକ୍ ଅଛି, ୱିକ୍ ମାନେ କ'ଣ? ମାନେ ଦୁର୍ବଳ ଅଛି। ଓକେ, ଫ୍ରାଜାଇଲ୍ ବା କୌଣସି ଜିନିଷ ଇଜିଲି ଯଦି ଭାଙ୍ଗି ପାରିବ, ଓକେ, ତାହେଲେ ତାକୁ କ'ଣ କହିବ? ଫ୍ରାଜାଇଲ୍। ଫ୍ରାଜାଇଲ୍ ମାନେ କ'ଣ? କୌଣସି ଜିନିଷ ଯଦି ଷ୍ଟ୍ରଙ୍ଗ ନାହିଁ, ଇଟ୍ ଇଜ୍ ନଟ୍ ଷ୍ଟ୍ରଙ୍ଗ। ଇନଫ୍ୟାକ୍ଟ ସେ ଜିନିଷଟି କ'ଣ ଅଛି? ୱିକ୍ ଅଛି। ଓକେ, କୌଣସି ଜିନିଷ ଷ୍ଟ୍ରଙ୍ଗ ନାହିଁ, ଇନଫ୍ୟାକ୍ଟ ସେଟା କ'ଣ ଅଛି? ୱିକ୍ ଅଛି ବା ବ୍ରେକେବଲ୍ ଅଛି, ଭାଙ୍ଗି ପାରିବ, ତାହେଲେ ସେ ୱାର୍ଡ଼କୁ କ'ଣ କହିବ? ଫ୍ରାଜାଇଲ୍ କହିବ। ନେକ୍ସଟ ୱାର୍ଡ଼ ଏଇଠି ଯେଉଁଟା ଅଛି ସେଇଟା ହେଉଛି ଡିସ୍କ୍ରିଟଲି। DISCREETLY। ଡିସ୍କ୍ରିଟଲି। କୌଣସି କାମ ତୁମେ ଡିସ୍କ୍ରିଟଲି କଲ, ତା ମାନେ ହେଉଛି କ'ଣ? ୟୁ ଡିଡ୍ ଦ ୱାର୍କ ଭେରି କେୟାରଫୁଲି। ଓକେ, ଡିସ୍କ୍ରିଟଲି ମାନେ କ'ଣ? କେୟାରଫୁଲି। କୌଣସି କାମକୁ କେୟାରଫୁଲି କରିବାକୁ ଡିସ୍କ୍ରିଟଲି କୁହନ୍ତି। ଆଚ୍ଛା, ନେକ୍ସଟ ୱାର୍ଡ଼ ଦେଖିବା କ'ଣ ଦେଇଛି। ନେକ୍ସଟ ୱାର୍ଡ଼ ଦେଇଛି ଗ୍ଲିମ୍ସ। ଗ୍ଲିମ୍ସ ମାନେ କ'ଣ? କୌଣସି ଜିନିଷକୁ ବହୁତ ସର୍ଟ ଟାଇମ୍ ପାଇଁ ଦେଖୁଛ, ଏତେ ସର୍ଟ ଟାଇମ୍ ପାଇଁ ଦେଖୁଛ କି ତୁମେ ତାକୁ ଭଲସେ ଦେଖିପାରିନ। ଓକେ, ଯାହାକୁ ହିନ୍ଦୀରେ କୁହନ୍ତି ଝଲକ। ଓକେ, ତ ସେଇ ଜିନିଷଟାକୁ ଏଇଠି କ'ଣ ଦିଆହେଇଛି? ଗ୍ଲିମ୍ସ ବୋଲିକିନି ଦିଆହେଇଛି। ଗ୍ଲିମ୍ସ ମାନେ ଗୋଟେ କ୍ୱିକ୍ ଲୁକ୍। ଆଚ୍ଛା, ନେକ୍ସଟ ୱାର୍ଡ଼ ହେଉଛି ଶ୍ୟାବି। ଶ୍ୟାବି ମାନେ କ'ଣ? ବହୁତ ହି ଡର୍ଟି। କୌଣସି ଜିନିଷ ବହୁତ ଡର୍ଟି ଅଛି ମାନେ ସେଟା କ'ଣ ଅଛି? ଶ୍ୟାବି ଅଛି। ଆଚ୍ଛା, ତାପରେ ୱାର୍ଡ଼ଟା କ'ଣ ଦେଇଛି? ନେସେସିଟସ୍। ନେସେସିଟସ୍ ମାନେ କ'ଣ? ଏମିତିଆ କୌଣସି ଲୋକ ଯାହା ପାଖରେ ବେସିକ୍ ଜିନିଷ ନାହିଁ, ମାନେ ତା ପାଖରେ ଖାଦ୍ୟ ନାହିଁ, ତା ପାଖରେ ଯେତିକି ଦରକାର ପିନ୍ଧିବା ପାଇଁ ବସ୍ତ୍ର ନାହିଁ, ତ ଏମିତିଆ ଲୋକକୁ ନେସେସିଟସ୍ କୁହାଯାଏ। ନେସେସିଟସ୍ ମାନେ ଯାହା ପାଖରେ ନେସେସରୀ ଆଇଟମ୍ସ ନାହିଁ, ତାକୁ କ'ଣ କହିବ? ନେସେସିଟସ୍। ଆ ନେସେସିଟସ୍ ପର୍ସନ୍, ଆ ନେସେସିଟସ୍ ମ୍ୟାନ୍ ମାନେ କେଉଁ ଟାଇପ୍ର ଲୋକ କହିବ? ଯାହା ପାଖରେ କିଛି ବି ବେସିକ୍, ଯେଉଁଟା ନିତ୍ୟଦିନ ପାଇଁ ଯେଉଁ ଜିନିଷ ଦରକାର ସେତିକି ତା ପାଖରେ ନାହିଁ। ଆଚ୍ଛା, ନେକ୍ସଟ ୱାର୍ଡ଼ଟି କ'ଣ ଅଛି? ଟାୟର୍ସମ୍। ଟାୟର୍ସମ୍ ମାନେ କ'ଣ? କୌଣସି ଜିନିଷ ତୁମକୁ ବୋରିଂ ଲାଗୁଛି, ଫିଲ୍ମଟି ବୋରିଂ ଲାଗୁଛି, କ'ଣ କହିପାରିବ? ଫିଲ୍ମଟି ଟାୟର୍ସମ୍ ଲାଗୁଛି। ତ ଟାୟର୍ସମ୍ ୱାର୍ଡ଼ଟା ଦେଖିଲେ ଲାଗୁଛି କି ଟାୟର୍ଡ଼ ସହିତ ରିଲେଟେଡ଼ ହେଇଥିବ, କିନ୍ତୁ ୱାର୍ଡ଼ଟି ଆକ୍ଚୁଆଲି ରିଲେଟେଡ଼ କାହା ସହିତ? ବୋରିଂ ସହିତ ରିଲେଟେଡ଼। ନେକ୍ସଟ ହେଉଛି କ'ଣ? ଡେକ୍ରିପେଟ୍। ଏଠି ୱାର୍ଡ଼ ଦେଖ, ଡେକ୍ରିପେଟ୍। ଡେକ୍ରିପେଟ୍ ମାନେ କ'ଣ? କୌଣସି ଜିନିଷ ପୁରୁଣା ହେଇଯିବାରୁ ବା ଓଲ୍ଡ ଏଜ୍ ଯୋଗୁଁ ଯଦି ଜିନିଷଟି ଧୀରେ ଧୀରେ ଖରାପ ହେଇଯାଇଛି, ୱର୍ନ ଆଉଟ୍ ହେଇଯାଇଛି, ତା'ମାନେ ସେ ଜିନିଷଟି କ'ଣ ଅଛି? ଡେକ୍ରିପେଟ୍। ମନେ ରଖ, ବହୁତ ଦିନରୁ ରହିଯିବାରୁ ବା ଜିନିଷଟି ଅତି ପୁରୁଣା ହେଇଯିବାରୁ ଯଦି ଠିକ୍ସେ କାମ କରୁନି, ତାହେଲେ ତୁମେ ତାକୁ କ'ଣ କହିବ? ଡେକ୍ରିପେଟ୍ କହିବ। ଆଚ୍ଛା, ତାପରେ ୱାର୍ଡ଼ ଅଛି ଡ୍ରାଉଜ୍ଡ। ଡ୍ରାଉଜ୍ଡ ମାନେ କ'ଣ? DROWSED। ଡ୍ରାଉଜ୍ଡ ମାନେ ଅଧା ନିଦ। ତୁମେ ଯଦି ପୁରା ନିଦ ନେଇକିନି ଅଧା ନିଦରେ ଅଛ ବା ହାଫ୍ ନିଦରେ ଅଛ, ତାକୁ କ'ଣ କହିବ? ଡ୍ରାଉଜ୍ଡ କହିବ। ଡ୍ରାଉଜ୍ଡ ପରେ ନେକ୍ସଟ ୱାର୍ଡ଼ ହେଉଛି ଫ୍ଲିକର୍ଡ। ଫ୍ଲିକର୍ଡ ହେଉଛି କ'ଣ? କୌଣସି ଜିନିଷ ଯଦି ଗୋଟେ କନଷ୍ଟାଣ୍ଟ ବ୍ରାଇଟନେସ୍ରେ ଜଳୁନି, ଯେଉଁଟା ମାନେ କହୁନା ଲାଇଟ୍ ଧପ୍ ଧପ୍ ହେଉଛି। ଧପ୍ ଧପ୍ ମାନେ କ'ଣ? ବ୍ରାଇଟ୍ ହେଉଛି ପୁଣି କମିଯାଉଛି, ବ୍ରାଇଟ୍ ହେଉଛି ପୁଣି କମିଯାଉଛି। ଏଇ ଜିନିଷଟାକୁ କ'ଣ କୁହନ୍ତି? ଫ୍ଲିକର୍ଡ ବୋଲିକିନି କୁହନ୍ତି। ତ ଟ୍ୟୁବ୍ ଲାଇଟ୍ ଇଜ୍ ଫ୍ଲିକରିଂ ଅର୍ ବଲ୍ବ ଇଜ୍ ଫ୍ଲିକରିଂ, ତା ମାନେ କ'ଣ? କି ଧପ୍ ଧପ୍ ହେଉଛି। ହଉ, ନେକ୍ସଟଟା କ'ଣ ଅଛି? ଗ୍ରାଭେଲ୍। ଗ୍ରାଭେଲ୍ ମାନେ କ'ଣ? ଷ୍ଟୋନ୍। ଷ୍ଟୋନ୍ସ ମାନଙ୍କୁ ଗ୍ରାଭେଲ୍ କୁହନ୍ତି। ମେଲାନକୋଲି ୱାର୍ଡ଼ଟା ମୁଁ ପ୍ରିଭିୟସ୍ PDF ଡିସ୍କସ୍ କଲାବେଳେ ବି କହିଥିଲି। ମେଲାନକୋଲି ମାନେ କ'ଣ? କୌଣସି ଜିନିଷ ଯଦି ଦେଖିକିନି ତୁମକୁ ଦୁଃଖ ଲାଗୁଛି, ବା ମେଲାନକୋଲି ଇଜ୍ ବେସିକାଲି ସ୍ୟାଡ଼ନେସ୍, ଦୁଃଖ। ଆଚ୍ଛା, ତାପରେ ୱାର୍ଡ଼ଟା ହେଉଛି କ'ଣ? ବେକ୍ୱିଥେଡ଼। ବେକ୍ୱିଥେଡ଼ ମାନେ କ'ଣ? BEQUEATHED। କାହାକୁ ଗୋଟେ ରେସ୍ପନ୍ସିବିଲିଟି ଦେବା। ଓକେ, ବା ଫର୍ ଏକ୍ଜାମ୍ପଲ୍ କାହାର ଜମି ବା କିଛି ଜିନିଷ ଅଛି ଯେଉଁଟାକି ସେ ତା'ର ନେକ୍ସଟ ଜେନେରେସନ୍କୁ ଦେଉଛି, ମାନେ ତାଙ୍କୁ କ'ଣ କହୁଛି? ବେକ୍ୱିଥ୍ କରୁଛି। ବେକ୍ୱିଥ୍ ମାନେ କିଛିଟା ଜବ୍ ଦେବା, ସେଇଟା ରେସ୍ପନ୍ସିବିଲିଟି ହେଇପାରେ ବା ଆନସେଷ୍ଟ୍ରାଲ୍ ପ୍ରପର୍ଟି ହେଇପାରେ। ଆଚ୍ଛା, ତାପରେ ଦେଖ ୱାର୍ଡ଼ ଅଛି କନସୋଲ୍। କାହାକୁ କନସୋଲ୍ କରିବା ମାନେ କ'ଣ? ସାନ୍ତ୍ୱନା ଦେବା। CONSOLED। କନସୋଲ୍ଡ ମାନେ କାହାକୁ ସାନ୍ତ୍ୱନା ଦେବା। ଆଚ୍ଛା, ତଳେ ଗୋଟେ ଆହୁରି ବଢ଼ିଆ ୱାର୍ଡ଼ ଅଛି ପଙ୍କ୍ଚୁଲିୟସଲି। PUNCTILIOUSLY। ଆ ମାନେ କ'ଣ?
पंक्चुअलियसली माने तुम जदि कौन सी काम बहुत भल भाव धीर स्थिर भाव करुच ताने पंक्चुअलियसली करुच। अच्छा तापर वर्डटा हूँ कौन विनिंग धीरे धीरे कौन सी जिनस कमिवा को विनिंग कहते WANING विनिंग। तापर वर्ड हूँ होड HORDE होड माने कौन ग्रुप ऑफ लार्ज ग्रुप ऑफ पीपल बहुत बड़ ग्रुप कौन सी अच्छी जदि ताकू कहब होड HORDE। होड पर नेक्स्ट वर्ड अच्छी ग्राइमी GRIMY ग्राइमी माने असना ओके धूली होइकिनी डर्टी होइकिनी छुआ माने बहुत टाइम बाहर खेली देइछन्ती खेलला परे जो से माने पूरा धूली धूला होइकिनी आसन्ती माने कौन ग्राइमी GRIMY ग्राइमी। तापर ये वर्ड अच्छी डेफ्टली DEFTLY डेफ्टली डेफ्टली माने स्किलफुली कौन सी काम तुम स्किल सहित करिपारछ बहुत भल से करिपारछ ता माने कौन डेफ्टली करिपारछ डेफ्टली माने स्किलफुली। तापर गॉन्ट GAUNT गॉन्ट माने कौन बहुत लंबा किंतु पतला ओके जदि गोटे कौन सी लोक है कौन सी जिनस को जदि डेस्क्राइब कर कि सेटा एमती तो साइज रे बहुत लंबा अच्छी किंतु एक्चुअली बहुत पतला अच्छी ता माने कौन गॉन्ट हाइट बहुत अच्छी किंतु थिन अच्छी से जिनसटी। अच्छा नेक्स्ट जिनस कौन रॉयस्टर्ड रॉयस्टर्ड माने कौन लोक एंजॉय तो करुँच किंतु एंजॉयमेंटा तांकर बहुत ही साउंड सहित रिलेटेड जमीक देखी पार्टी हरिकार हुए ओके गोटे पार्टी देखुच जोटि कि लोक खाली एंजॉय ही करना बहुत हल्ला गुला भी करुँच तो रॉयस्टर्ड माने कौन निजक एंजॉय करवा किंतु गोटे लाउड वे रे बहुत पार्टी तुंड करिकिनी तो ताकू कौन कह रॉयस्टर्ड कह। तो ये बहुत गुड़े वर्ड्स आम डिस्कस कले होपफुली ये सबू वर्ड्स तुमने मन रख ओके एंड कीप अ नोट ऑफ दिस वर्ड्स इन वर्ड्स गुड़ा बहुत ही माने कौन इंपोर्टेंट अच्छी एग्जाम्स आसार चांसेस अच्छी सो इट विल बी बेटर इफ यू राइट ऑल दोज वर्ड्स ओके एंड नेक्स्ट टाइम आउरी किसी नुआ वर्ड्स डिस्कस करवा टिल देन थैंक यू बाय।